ନୂଆପଡ଼ାରେ ବାଘ ଆତଙ୍କ ଭୟରେ ଗ୍ରାମବାସୀ। ବାଘ ଆତଙ୍କରେ ଭୟଭୀତ ଗ୍ରାମବାସୀ। ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ସୋମବାର ରାତ୍ରିରେ ନୂଆପଡ଼ା ସଦର ରେଞ୍ଜ ଆମାନାର ସେକ୍ସନର କୁକୁଡ଼ାତାଲା ଗାଁରେ ପୁଣି ଏକ ବାଛୁରୀକୁ ମାରି ଖାଇଛି ବାଘ। ମଙ୍ଗଳବାର ସକାଳେ ଗାଁର ଫଗୁନି କେଉଟ ନିଜ ଗୁହାଳରେ ବାଛୁରୀ ନଥିବା ଦେଖି ଆଖପାଖରେ ଖୋଜିଥିଲା। ପରେ ବାଛୁରୀଟି ଏକ ଚାଷ ଜମିରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ବାଘ ଆକ୍ରମଣ କରି ମାରି ଖାଇଥିବା ଜଣାପଡ଼ିବା ପରେ ବନ ବିଭାଗକୁ ଖବର ଦେଇଥିଲେ। କେଉଁଦିନ ଭାରତରେ ପାଳନ କରାଯିବ ଇଦ୍? ସୋମବାର ସାଉଦିରେ ସୱାଲ ଜହ୍ନ ଦୃଶ୍ୟମାନ ହୋଇନାହିଁ। ତେଣୁ ବର୍ତ୍ତମାନ ସାଉଦି ଆରବରେ 10 ଏପ୍ରିଲରେ ଇଦ୍ ପାଳନ କରାଯିବା। ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ ରମଜାନ ହେଉଛି ବର୍ଷର ନବମ ମାସ ଏବଂ ସାୱାଲ ହେଉଛି 10ମ ମାସ। ଏଭଳି ପରିସ୍ଥିତିରେ ସାୱାଲ ମାସର ପ୍ରଥମ ଦିନରେ ଇଦ୍ ପାଳନ କରାଯାଏ। ମୁସଲମାନମାନେ ରମଜାନ ଦିନ ଜହ୍ନ ଦେଖି ଉପବାସ ଶେଷ କରନ୍ତି। ସାଧାରଣତଃ ସାଉଦି ଆରବରେ 29 ଦିନ ରୋଜା ପାଳନ କରାଯାଏ, କାରଣ ସମୟର ପରିବର୍ତ୍ତନ ହେତୁ ଏ ଦେଶରେ ଗୋଟିଏ ଦିନ ପୂର୍ବରୁ ଜହ୍ନ ଦେଖା ଦେଇଥାଏ। ପାଇଁ ରାଜଧାନୀରେ ମାଳମାଳ ନେତା, କୋଉଠି ବିଦ୍ରୋହ ତ କୋଉଠି କୋଳାକୋଳି। ବିଜେଡି, ବିଜେପି, କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ହେଭିଉଟ୍ ନେତାଙ୍କ ଭିଡ଼ ଜମୁଛି। ବିଭିନ୍ନ ନିର୍ବାଚନ ମଣ୍ଡଳୀର ଆଶାୟୀ ଓ ବିଧାୟକଙ୍କ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। ଘୋଷଣା ହୋଇଥିବା ଟିକେଟ୍ ନେଇ ବିଭିନ୍ନ ଜାଗାରେ ଅସନ୍ତୋଷ ଦେଖାଦେଇଛି। ଏପରିକି ବିଜେପି କାର୍ଯ୍ୟାଳୟ ଭିତରେ ବିରୋଧ ଦେଖାଦେଇଛି। ସେପଟେ ନବୀନ ନିବାସର ସକାଳ ହେବା ମାତ୍ରେ ଆଶାୟୀଙ୍କ ସମର୍ଥକ ଭିଡ଼ ଲାଗିଯାଉଛି। ଘୋଷଣା ହେବାକୁ ଥିବା ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଟିକେଟ୍ ବଣ୍ଟା ଆରମ୍ଭ ହେବା ଦିନରୁ ଭୁବନେଶ୍ୱରର ଡେରା ପକେଇ ରହିଛନ୍ତି। ପୁରରେ ହନୁମାନ ଜୟନ୍ତୀରେ ଏଥର ବାହାରିବନି ଆଖଡ଼ା ଶୋଭାଯାତ୍ରା। ଶାନ୍ତି କମିଟି ନେଇଛି ନିଷ୍ପତ୍ତି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ୱୟ କମିଟି ବୈଠକରେ ହେଇଛି ଏହିଭଳି ନିଷ୍ପତ୍ତି। ବିଧି ଅନୁସାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରିବାକୁ ହେଲା ନିଷ୍ପତ୍ତି। ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏଭଳି ନିଷ୍ପତ୍ତି ନିଆଯାଇଛି। ହନୁମାନ ଜୟନ୍ତୀରେ ସମସ୍ତେ ନିଜ ନିଜ ଘରେ ରହି ସେଲିବ୍ରେସନ୍ କରିବେ। ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା ହୋଇପାରିବ, ହେଲେ ମୁଖ୍ୟ ରାସ୍ତାରେ କୌଣସି ବାଇକ୍ ରାଲି କି ପ୍ରସେସନ୍ ହେବ ନାହିଁ। ପ୍ରଶାସନ ପକ୍ଷରୁ ଏମିତି କିଛି ଅପିଲ କରାଯାଇଥିଲା, ଯାହାକୁ ସମସ୍ତେ ଗ୍ରହଣ କରିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।